ଆଜ୍ଞା ଆପଣ କଲ୍ କରିଥିଲେ ବା ମୋ ନମ୍ବରକୁ। ହଁ 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 ମୁଁ କହିଲି 12:30 ବେଳକୁ ଟିକେ ପଠେଇଦେବେ ଶୈଳବାଳା ଦିଦିଙ୍କୁ ପଞ୍ଚାୟତକୁ। କଣ ପାଇଁ କି? ଡାକିଛନ୍ତି ସୁପରଭାଇଜର ସାର୍ ଆସିବେ ଟିକେ ଆଉ 12:30 ଖଣ୍ଡେ। କଣ ପାଇଁ କହୁନାହାନ୍ତି? ହ୍ୟାଲୋ। ଆଶା ସିଲେକ୍ସନ ବିଷୟରେ କହିବେ ଟିକେ। କଣ ଆଶା ତ ସିଲେକ୍ସନ କରିସାରିଛନ୍ତି। ସେ ଡାକିଛନ୍ତି ଟିକେ ସୁପରଭାଇଜର ଆସିବେ କିଛି ତ ନାହିଁ ଜଣେଇଦବାର ଅଛି କାହାକୁ ସିଲେକ୍ଟ କରିବାର ଅଛି କଣ ସେ ଜାଣିବେ ମାନେ ଜଣେଇଦବା ତାଙ୍କୁ। 3 ଜଣ ଭିତରୁ ଯିଏ ସିଲେକ୍ଟ ହେବେ ତାଙ୍କୁ ସିଲେକ୍ଟ କରିକି ଜଣେଇ ଦେଇଛି ଜଣେଇ ଦେଇଛ। ହଁ ସେ ତ ଜଣେଇ ଦେଇଛନ୍ତି ନା ସିଲେକ୍ସନ କରିଦେଇଛନ୍ତି ଆଶା ବି କାମ କଲେଣି ନା। ନାଇଁ ନାଇଁ ତାଙ୍କୁ ନାଇଁ ନେକ୍ସଟ ଆଜି ଗୋଟେ ସିଲେକ୍ଟ କରାହବ ଆଉ କୁହାଯିବ ବି। ଆଜି ଆଉ କଣ ସିଲେକ୍ଟ ଆପଣ ତ ସିଲେକ୍ଟ କରିସାରିଛନ୍ତି। ଯେ ଆଶା ଦିଦି ଯାଇକି କାମ କଲେଣି ଆଉ ପୁଣି କଣ ସିଲେକ୍ସନ କରିବେ। ଆମେ ହ୍ୟାଲୋ। ଜଣେଇନୁ ନା ତ ଆପଣ ମାନଙ୍କୁ ଦଉନ ତାକୁ ସିଏ ରହିବେନି ଆଉ ଯିଏ ରହିବେ ଆମେ କହିବୁ ଆଉ କିଏ ସିଲେକ୍ଟ ହବ କୋଉ ବାବଦରେ ସିଲେକ୍ଟ ହବ ସେଇଟା ବି କହିବୁ। ଆସିଯିବେ ଟିକେ ଖାଲି ଆଉ। ନାଇଁ ଶୁଣନ୍ତୁ ଆପଣଙ୍କୁ ମୁଁ ଯେତେବେଳେ ବି କଲ୍ କଲି ଆପଣ କହିଲେ ତାଙ୍କୁ ସିଲେକ୍ସନ ହେଇଯାଇଛି ସେ ବି ଜଏନିଂ ହଁ କରିସାରିଛନ୍ତି। ଯାହା ଆଗରୁ ମତେ କହିଲେ ମୁଁ ସେୟା ଜଣେଇଲି ମୋର ଏଇଠି କିଛି କରିବାର ନାହିଁ ମତେ ଯାହା କହୁଛନ୍ତି ସାର୍ ମୁଁ ସେଇଆ କରୁଛି। ଆପଣଙ୍କୁ କିଏ ଜଣଉଛନ୍ତି ଆପଣଙ୍କ ଅଥରିଟି ତ ପୁଣି କିଏ ଥିବେ ଆଉ ମତେ ଟିକେ ଜଣାନ୍ତୁ ଆପଣଙ୍କ ଅଥରିଟି କିଏ ଆପଣଙ୍କୁ ଜଣେଇଛି ଯେ ଯାହାଟା ଜଣଉଛନ୍ତି କିଏ ଜଣଉଛନ୍ତି ଆମେ ପୁଣି ଜାଣିବା ଦରକାର ନା। ହଁ ଆମ ସୁପରଭାଇଜର ସାର୍ କହିଛନ୍ତି। ମାନେ ଆପଣଙ୍କ ସୁପରଭାଇଜର ଯିଏ ସିଏ ସିଲେକ୍ସନ କରିଥିଲେ ତ? ନାଇଁ ସୁପରଭାଇଜର ବି ସିଲେକ୍ସନ କରୁନାହାନ୍ତି ସୁପରଭାଇଜର ତାଙ୍କ ଉପରକୁ ସେ ବ୍ଲକ ରୁ ଜଣେଇଲେ ସିଏ ମତେ ଜଣଉଛନ୍ତି ହଁ ସିଏ ବ୍ଲକ କୋଉଠୁ ନାଇଁ ଜାଣୁଛନ୍ତି। ମୋର ଟିକେ ଜାଣିବାର ଅଛି ଆପଣଙ୍କୁ ଯିଏ ବ୍ଲକ ରୁ ଯୋଉ ଜଣେଇଲେ ଆପଣ ହଁ ତ ନିଶ୍ଚିନ୍ତ ଜାଣିଥିବେ ନା ଆପଣଙ୍କୁ କିଏ ଜଣେଇଲା। ଯୋଉ ନହେଲେ ଆପଣ ସୁପରଭାଇଜର ସାର୍ ଙ୍କୁ କଥା ହୁଅନ୍ତୁ ତାଙ୍କୁ କିଏ ଜଣଉଛନ୍ତି ସିଏ ଆପଣଙ୍କୁ କହିଦେବେ ଡିଟେଲ ସୁପରଭାଇଜରଙ୍କ ନହେଲେ। ସହିତ ମୁଁ କଥା ହେଇଥିଲି ଶୁଣନ୍ତୁ ହଁ ସୁପରଭାଇଜରଙ୍କ ସହିତ କଥା ହେଲି ସୁପରଭାଇଜର କହିଲେ ଯେ ଆପଣଙ୍କ କଥା ବୁଝିଲେ ତ ଯେ ଆପଣ ତାଙ୍କୁ ପଚାରନ୍ତୁ ମୁଁ କହିପାରିବି ନାହିଁ ସେ କଥା ଆପଣ ତାଙ୍କୁ ପଚାରନ୍ତୁ। ଆଉ ମୋ ପାଖରେ ବି ଆପଣଙ୍କର ମାନେ ଯୋଉ କଥା ମତେ ସବୁ କହିଲେ ମତେ ସିଏ କହିଲେ ଯେ ଆପଣ ମୁଁ କହିପାରିବି ନାହିଁ ଆପଣ ତାଙ୍କୁ ପଚାରନ୍ତୁ ମୁଁ କହିଲି କାହାକୁ ନା ସେ ଲିସା ଦିଦିଙ୍କୁ। ମୁଁ କହିଲି ଠିକ ଅଛି ମୁଁ ଆପଣଙ୍କୁ କଲ୍ କଲି ଆପଣ ସେଇଠୁ ମତେ ଏ କଥା କହିଲେ। ସେ ଉପରୁ କଣ ସିଲେକ୍ସନ କରିଛନ୍ତି ଆମେ ଜାଣିନୁ ମୁଁ ଜାଣିବାକୁ ଚାହୁଁଛି ଉପର ଜଣକ କିଏ ଯୋଉ ସିଲେକ୍ସନ କରିଛନ୍ତି ଉପରେ କିଏ ସିଲେକ୍ସନ କରିଛନ୍ତି। ତାପରେ ଗୋଟେ ଜିନିଷ ଆପଣ କୁ ପଚାରିଲୁଠୁ ଆପଣ କହୁଛନ୍ତି ମାନେ ମିଟିଂ ରେ ଅଛୁ କାଟି ଦଉଛୁ ନେକ୍ସଟ ଟାଇମ କଲ୍ କଲୁ ଆପଣ ଆମ ହାଲୋ କହିଲା ବେଳକୁ ରିସିଭ କରୁନାହାନ୍ତି କାଟି ଦଉଛନ୍ତି। ତାପରେ ଆଜି ଆପଣ କହୁଛନ୍ତି ନାଇଁ ସିଲେକ୍ସନ ହେଇନାହିଁ ପଞ୍ଚାୟତ ଅଫିସକୁ ଆସନ୍ତୁ। ହେଲେ ହେଇଥିଲା ଯୋଉଟା ସେଇଟା ଭୁଲ ବୋଲି କହିଲେ ତ ନେକ୍ସଟ ଆଉ ଗୋଟେ କହୁଛନ୍ତି ଆଉ ଥରେ ସିଲେକ୍ସନ କରିବେ ବୋଲି। ନା ନା ଭୁଲ ଠିକ ଅଛି ମୁଁ ଟିକେ ଠିକ ଅଛି ଆପଣଙ୍କ କଥା ମୁଁ ବୁଝିପାରୁଛି ମୁଁ ଯାହା କହୁଛନ୍ତି ବୁଝିଲି।